ମୋ ନାମ ସିମରନ୍। ମୁଁ 24 ବର୍ଷର। ଯୁବତୀ ବେବାକ ଏବଂ ଶରୀରରେ ଏପରି ତୃଷ୍ଣା ଯାହା ବାହାଘର ପରେ ବି କେବେ ସମ୍ପୂର୍ଣ୍ଣ ଭାବେ ଲିଭି ନାହିଁ। ମୋର ଛାତି ଭରପୁର, କଣ୍ଟା ପରି ପତଳା ଅଣ୍ଟା ଏବଂ ନଜର ଏପରି ଯେ ପୁରୁଷଟିଏ ଥରେ ଦେଖିଦେଲେ ଭୁଲିପାରିବ ନାହିଁ। ବାହାଘର ରୋହନଙ୍କ ସହ ହୋଇ କେବଳ ଗୋଟିଏ ବର୍ଷ ହୋଇଥିଲା। ରୋହନ ବହୁତ ଭଲ ମଣିଷ, କିନ୍ତୁ ତାଙ୍କ ବ୍ୟବସାୟ ତାଙ୍କୁ ସବୁବେଳେ ବାହାରେ ରଖେ। ମାସରେ 20ରୁ 25 ଦିନ ସେ ଗସ୍ତରେ ରହନ୍ତି। ଯେବେ ଘରକୁ ଆସନ୍ତି, ଥକିଯାଇ ଶୋଇପଡ଼ନ୍ତି। ତାଙ୍କ କୋଳରେ ସେହି ଜୋଶ, ସେହି ତୀବ୍ର ଉଷ୍ମତା ଯାହା ପୂର୍ବରୁ ଥିଲା, ତାହା ଏବେ କମିଯାଇଥିଲା। ମୋ ଶରୀର ଛଟପଟ ହେଉଥିଲା କୌଣସି ପୁରୁଷର ଶକ୍ତ ସ୍ପର୍ଶ ପାଇଁ, କାହାର ଗରମ କୋଳ ପାଇଁ। ଘର ବଡ଼ ଏବଂ ସୁନ୍ଦର, କିନ୍ତୁ ଭିତରୁ ନିର୍ଜନ। ରୋହନଙ୍କ ମା ବିତିଯାଇଛନ୍ତି। ଘରେ କେବଳ ମୁଁ, ରୋହନ ଏବଂ ମୋ ଶ୍ୱଶୁର ଶିବରାଜି ରହୁ। ଶିବରାଜି 52 ବର୍ଷର, କିନ୍ତୁ ବୟସର ପ୍ରଭାବ ଆଦୌ ନାହିଁ। ଅବସରପ୍ରାପ୍ତ ସେନା ଅଧିକାରୀ, ଓସାରିଆ ଛାତି, ଶକ୍ତ ବାହୁ, ଡେଙ୍ଗା ଉଚ୍ଚତା, ଧଳା ଦାଢ଼ିରେ ଏକ ଅଲଗା ପୁରୁଷପଣିଆ। ତାଙ୍କ ଆଖି ଗଭୀର, ସ୍ୱର ଭାରୀ ଏବଂ ଗରମ। ଯେବେ ସେ ମୋତେ ଦେଖନ୍ତି, ଲାଗେ ଯେପରି ଭିତର ଯାଏ ପଢ଼ି ନେଉଛନ୍ତି। ଆରମ୍ଭରୁ ସବୁ ସାଧାରଣ ଥିଲା। ସେ ମୋତେ ବୋହୂ ଡାକନ୍ତି, ମୁଁ ତାଙ୍କୁ ଶ୍ୱଶୁରଜୀ। କିନ୍ତୁ ରୋହନ ଅଧିକ ବାହାରେ ରହିବା ଯୋଗୁଁ ଘରେ ଅଧିକାଂଶ ସମୟ ମୁଁ ଏବଂ ଶିବରାଜି ହିଁ ରହୁ। ଗୋଟିଏ ଦିନ ପ୍ରଚଣ୍ଡ ଖରା ଥିଲା। ମୁଁ ରୋଷେଇ ଘରେ ଥଣ୍ଡା ସରବତ ବନାଉଥିଲି। ଶିବରାଜି ଭିତରକୁ ଆସିଲେ। କେବଳ ଲୁଙ୍ଗି ଏବଂ ଗଞ୍ଜିରେ ଝାଳରେ ଓଦା ତାଙ୍କ ଓସାରିଆ ଛାତି ବାହାରୁଥିଲା। ବୋଲିଲେ, ବୋହୂ କିଛି ଥଣ୍ଡା ପିଆନା, ଗଳା ଶୁଖିଯାଉଛି। ମୁଁ ଗ୍ଲାସ ବଢ଼ାଇଲି ତ ଭୁଲରେ ସରବତ ତାଙ୍କ ଗଞ୍ଜିରେ ଢାଳି ହୋଇଗଲା। ମୁଁ ଶୀଘ୍ର ସଫା କପଡ଼ାରେ ପୋଛିବା ଆରମ୍ଭ କଲି। ମୋ ହାତ ତାଙ୍କ ଗରମ ଶକ୍ତ ଛାତିରେ ଅଟକିଗଲା। ତାଙ୍କ ହୃଦସ୍ପନ୍ଦନ ତୀବ୍ର ଥିଲା। ସେ ମୋ ଆଖିକୁ ଦେଖି ରହିଲେ। ଧୀର ଗଭୀର ସ୍ୱରରେ ବୋଲିଲେ, ବୋହୂ ତୁମ ହାତ ବି ତ ବହୁତ ଗରମ ଅଛି ନା? ମୋତେ ହିଁ ନିଆଁ ଲାଗୁଛି। ମୁଁ ଲାଜେଇ ଗଲି, କିନ୍ତୁ ହାତ କାଢ଼ିଲି ନାହିଁ। ସେହି ମୁହୂର୍ତ୍ତରେ କିଛି ସମୟ ଆମେ ଏପରି ଠିଆ ହୋଇ ରହିଲୁ। ସେହି ଦିନଠାରୁ ତାଙ୍କ ନଜର ବଦଳିଗଲା। କେବେ ରୋଷେଇ ଘରେ ପଛରୁ ଯାଉ ଯାଉ ମୋ ଅଣ୍ଟାରେ ହାତ ରଖିଦିଅନ୍ତି। କେବେ ରାତିରେ ଚଳଚ୍ଚିତ୍ର ଦେଖିବା ସମୟରେ ମୋ ପାଖରେ ବସିପଡ଼ନ୍ତି। କମ୍ବଳ ଭିତରେ ହାତ ମୋ ଜଙ୍ଘରେ ରଖିଦିଅନ୍ତି। କେବେ ସକାଳେ ମୋ ଘରକୁ ଆସନ୍ତି ଏବଂ ବିଛଣା ପାଖରେ ଠିଆ ହୋଇ ମୋତେ ଦେଖୁଥାନ୍ତି, ଯେପରି ମୋତେ ନିଜର କରିନେବାକୁ ଚାହୁଁଛନ୍ତି। ମୁଁ ଅଟକାଉ ନଥିଲି, କାରଣ ରୋହନଙ୍କ ଅନୁପସ୍ଥିତିରେ ମୋ ଶରୀର ଛଟପଟ ହେଉଥିଲା। ଶିବରାଜଜୀଙ୍କ ନଜର, ତାଙ୍କ ଶକ୍ତ ଶରୀର, ତାଙ୍କ ଗଭୀର ସ୍ୱର ସବୁକିଛି ମୋତେ ବ୍ୟାକୁଳ କରୁଥିଲା। ଗୋଟିଏ ରାତିରେ ରୋହନ ପୁଣି ଗସ୍ତରେ ଗଲେ। ଘରେ କେବଳ ଆମେ 2 ଜଣ ଥିଲୁ। ସେହି ରାତିରେ ରୋହନ ପୁଣି ଗସ୍ତରେ ଥିଲେ। ଘରେ କେବଳ ମୁଁ ଏବଂ ଶ୍ୱଶୁରଜୀ ଥିଲୁ। ବର୍ଷା ବହୁତ ଜୋରରେ ହେଉଥିଲା। ବିଜୁଳି ମାରୁଥିଲା ଏବଂ ହଠାତ୍ ସବୁ ବିଜୁଳି ଚାଲିଗଲା। ଘରେ ଅନ୍ଧାର ଛାଇଗଲା। ମୁଁ ମୋ ଘରେ ଶୋଇଥିଲି। ହୃଦୟ ତୀବ୍ର ସ୍ପନ୍ଦିତ ହେଉଥିଲା। ନିଦ ଆସୁନଥିଲା। ଶ୍ୱଶୁରଜୀଙ୍କ ସେହି ନଜର, ତାଙ୍କ ସ୍ପର୍ଶ, ତାଙ୍କ ଗଭୀର ସ୍ୱର ସବୁ ମନେ ପଡ଼ୁଥିଲା। ମୋ ଶରୀର ଜଳୁଥିଲା, ଯେପରି ବର୍ଷ ବର୍ଷର ତୃଷ୍ଣା ଏକାଠି ଫୁଟିବାକୁ ଲାଗୁଛି। ହଠାତ୍ ଦ୍ୱାର କବାଟ ବାଜିଲା। ଶ୍ୱଶୁରଜୀ ଭିତରକୁ ଆସିଲେ, କେବଳ ଗୋଟିଏ ପତଳା ଗଞ୍ଜି ଏବଂ ଲୁଙ୍ଗିରେ। ତାଙ୍କ ବାଳ ଓଦା ଥିଲା। ଶରୀରରେ ବର୍ଷାର ବୁନ୍ଦା ଝଲସୁଥିଲା। ସେ ବିଛଣା ପାଖକୁ ଆସିଲେ ଏବଂ ଧୀର ଭାରୀ ସ୍ୱରରେ ବୋଲିଲେ, ବୋହୂ ନିଦ ଆସୁନାହିଁ? ଅନ୍ଧାରକୁ ଡର ଲାଗୁଛି କି? ମୁଁ ବିଛଣାରେ ବସିପଡ଼ିଲି। ବୋଲିଲି, ନାହିଁ ଶ୍ୱଶୁରଜୀ, ବସ୍ କିଛି ବ୍ୟାକୁଳତା ଅଛି। ସେ ମୋ ପାଖରେ ବିଛଣା କାନ୍ଧରେ ବସିପଡ଼ିଲେ। ଘରେ କେବଳ ବାହାରର ହାଲୁକା ଆଲୋକ ଥିଲା। ସେ ମୋ ହାତ ଧରିଲେ ଏବଂ ବୋଲିଲେ, ସିମରନ୍, ମୁଁ ଜାଣେ ତୁମେ କ'ଣ ଅନୁଭବ କରୁଛ। ରୋହନ ତୁମକୁ ତାହା ଦେଇପାରୁନାହିଁ, ଯାହା ତୁମର ଅଧିକାର। ମୁଁ ତୁମ ଆଖିରେ ସେହି ତୃଷ୍ଣା ଦେଖୁଛି, ଯାହା ମୋତେ ବି ଜାଳୁଛି। ମୋ ହୃଦୟ ପାଗଳଙ୍କ ପରି ସ୍ପନ୍ଦିତ ହେବାକୁ ଲାଗିଲା। ମୁଁ ହାତ ଛଡ଼ାଇଲି ନାହିଁ। ବୋଲିଲି, ଶ୍ୱଶୁରଜୀ, ଏହା ଭୁଲ। ସେ ମୋର ଆଉ ପାଖକୁ ଗଡ଼ିଆସିଲେ। ତାଙ୍କ ନିଃଶ୍ୱାସ ମୋ ମୁହଁରେ ବାଜୁଥିଲା। ବୋଲିଲେ, ଭୁଲର ଚିନ୍ତା କିଏ କରେ ବୋହୂ? ଯେବେ ଶରୀରର ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ମୁଁ ତୁମକୁ ଦେଖେ, ତୁ ନିଜ ଉପରେ ନିୟନ୍ତ୍ରଣ ରହେ ନାହିଁ। ତୁମେ ଏତେ ଗରମ, ଏତେ ତୃଷାର୍ତ୍ତ ଯେ ମୋତେ ରାତିରେ ନିଦ ଆସୁନାହିଁ। ସେ ମୋ ହାତ ନିଜ ଛାତିରେ ରଖିଦେଲେ। ତାଙ୍କ ହୃଦସ୍ପନ୍ଦନ ମୋ ହାତ ତଳେ ପାଗଳଙ୍କ ପରି ସ୍ପନ୍ଦିତ ହେଉଥିଲା। ମୁଁ ହାତ କାଢ଼ିବାକୁ ଚେଷ୍ଟା କଲି, କିନ୍ତୁ ତାହା ହଟିଲା ନାହିଁ। ସେ ମୋ କାନ୍ଧରେ ମୁଣ୍ଡ ରଖିବାକୁ ଲାଗିଲେ। ମୁଁ ଅଟକିଗଲି। ତାଙ୍କ ଗରମ ନିଃଶ୍ୱାସ ମୋ ବେକରେ ବାଜୁଥିଲା। ଶରୀରରେ ଶିହରଣ ଖେଳିଯାଉଥିଲା। କିଛି ସମୟ ଆମେ ନୀରବ ରହିଲୁ। କେବଳ ବର୍ଷାର ଶବ୍ଦ ଏବଂ ଆମର ତୀବ୍ର ନିଃଶ୍ୱାସ। ପୁଣି ସେ ମୋ କାନ ପାଖକୁ ଆସିଲେ ଏବଂ ଫୁସେଇଲେ, ବୋହୂ ବସ୍ଥାରେ ମୋତେ ଜୋରରେ କୋଳେଇ ନିଅ। ମୁଁ ତୁମର ତୃଷ୍ଣା ଲିଭାଇ ଦେବି। ମୁଁ ନୀରବ ରହିଲି।
ସେ ଧୀରେ ମୋତେ ନିଜର ଶକ୍ତ ବାହୁରେ ଜାକିନେଲେ। ତାଙ୍କ ଓସାରିଆ ଛାତି ମୋ ଶରୀର ସହ ଲାଗିଥିଲା। ମୁଁ ବି ଆଖି ବୁଜି ତାଙ୍କୁ ଜୋରରେ ଧରିନେଲି। ତାଙ୍କ ଛାତି ମୋ ଛାତି ସହ ଚାପି ହୋଇ ଯାଉଥିଲା। ହୃଦୟର ସ୍ପନ୍ଦନ ଏକ ଅନ୍ୟ ସହ ଧକ୍କା ହେଉଥିଲା। ତାଙ୍କ ବାହୁ ମୋ ଅଣ୍ଟାରେ ଜାକି ହୋଇଥିଲା, ଯେପରି ମୋତେ କେବେ ଛାଡ଼ିବାକୁ ଚାହୁଁନାହାନ୍ତି। ଆମ ନିଶ୍ୱାସ ଆହୁରି ତୀବ୍ର ହୋଇଗଲା। ସେ ମୋ ବାଳରେ ଅଙ୍ଗୁଳି ବୁଲାଉ ବୁଲାଉ ବୋଲିଲେ, ସିମ୍ରନ୍, ତୁମେ କେତେ କୋମଳ, କେତେ ଗରମ। ମୁଁ ତୁମକୁ ପୂରା ଅନୁଭବ କରିବାକୁ ଚାହେଁ। ମୁଁ ତାଙ୍କ ପିଠିରେ ହାତ ବୁଲାଇଲି। ସେ ଆହୁରି ଜୋରରେ ମୋତେ ଚାପିବାକୁ ଲାଗିଲେ। ସେହି ମୁହୂର୍ତ୍ତରେ ସଂସାରରେ କେବଳ ଆମେ ଦୁଇଜଣ ଥିଲୁ। ସେ ମୋ କପାଳରେ, ଗାଲରେ, ବେକରେ ଓଷ୍ଠ ରଖୁଗଲେ। ମୋ ଶରୀର ଥରିଉଠିଲା। ମୁଁ କାନ୍ଦ କାନ୍ଦ ସ୍ୱରରେ କହିଲି, ଶ୍ୱଶୁରଜୀ, ବହୁତ ବଡ଼ ଅଛି ଆପଣଙ୍କର। ଦୟାକରି ଧୀରେ କରନ୍ତୁ, ମୁଁ ମରିଯିବି। ସେ ଅଟକିଲେ ନାହିଁ। ସେ ମୋତେ ଆହୁରି ଜୋରେ ନିଜ ବାହୁରେ ଜାକିନେଲେ। ଆମେ ବହୁ ସମୟ ଯାଏଁ ଏକ ଅନ୍ୟଠାରେ ହଜିଗଲୁ। ବହୁତ ପାଖ, ବହୁତ ଗଭୀର, ବହୁତ ତୀବ୍ର। ସେହି ରାତି ପରେ ମୁଁ ଏବଂ ଶ୍ୱଶୁରଜୀ ଏକ ଅନ୍ୟଠାରୁ ଦୂରରେ ରହିପାରୁନଥିଲୁ। ଦିନରେ ଯେବେ ଘର ଖାଲି ହୁଏ ସେ ମୋ ପାଖକୁ ଆସିଯାନ୍ତି। କେବେ ରୋଷେଇ ଘରେ ପଛରୁ ଆସି ମୋତେ ନିଜର ଶକ୍ତ ବାହୁରେ ଜାକି ନିଅନ୍ତି ଏବଂ କାନରେ ଫୁସାନ୍ତି, ସିମ୍ରନ୍, ତୁମର ଏହି ତୃଷ୍ଣା ମୋତେ ବି ଜାଳୁଛି। ମୁଁ ତୁମକୁ ପ୍ରତି ମୁହୂର୍ତ୍ତରେ ଅନୁଭବ କରିବାକୁ ଚାହେଁ। ମୁଁ ଲାଜେଇ ଯାଏ, କିନ୍ତୁ ତାଙ୍କ ବାହୁରେ ତରଳିଯାଏ। ତାଙ୍କ ଓସାରିଆ ଛାତି ମୋ ପିଠି ସହ ଲାଗିଥାଏ। ତାଙ୍କ ଗରମ ନିଶ୍ୱାସ ମୋ ବେକରେ ବାଜେ ଏବଂ ମୋ ଶରୀର ଥରିଉଠେ। ଗୋଟିଏ ଦିନ ରୋହନ ପୁଣି 10 ଦିନର ବିଦେଶ ଗସ୍ତରେ ଗଲେ। ଘରେ କେବଳ ଆମେ ଦୁଇଜଣ ଥିଲୁ। ସନ୍ଧ୍ୟାରେ ମୁଁ ଗାଧୋଇ କରି ବାହାରିଲି। ଲାଲ ରଙ୍ଗର ପତଳା ଶାଢ଼ୀ ପିନ୍ଧିଥିଲି, ଯାହା ମୋ ଭରପୂର ଶରୀରରେ ଲେଉଟିଥିଲା। ବାଳ ଓଦା ଥିଲା, ବାସ୍ନା ବ୍ୟାପିଥିଲା। ଶ୍ୱଶୁରଜୀ ବସିବା ଘରେ ବସିଥିଲେ। ମୋତେ ଦେଖୁ ଦେଖୁ ତାଙ୍କ ଆଖି ଜଳିଉଠିଲା। ସେ ଉଠିଲେ ଏବଂ ମୋ ପାଖକୁ ଆସିଲେ। ବୋଲିଲେ, ବୋହୂ, ତୁମେ ଆଜି ମୃତ୍ୟୁ ପରି ଲାଗୁଛ। ମୁଁ ନିଜକୁ ରୋକି ପାରୁନାହିଁ। ମୁଁ କିଛି କହିଲି ନାହିଁ। ସେ ମୋ ସାମ୍ନାରେ ଠିଆ ହୋଇଗଲେ। ତାଙ୍କ ନଜର ମୋ ମୁହଁରୁ ତଳକୁ ଖସୁଥିଲା। ସେ ଧୀରେ ମୋ ଅଣ୍ଟାରେ ହାତ ପୂରାଇଲେ ଏବଂ ମୋତେ ନିଜ ଆଡ଼କୁ ଟାଣିନେଲେ। ମୁଁ ତାଙ୍କ ଛାତି ସହ ଧକ୍କା ହେଲି। ତାଙ୍କ ବାହୁ ମୋ ଅଣ୍ଟାରେ ଜାକି ହୋଇଥିଲା। ସେ ବୋଲିଲେ, ସିମ୍ରନ୍, ମୁଁ ତୁମକୁ ସମ୍ପୂର୍ଣ୍ଣ ନିଜର କରିବାକୁ ଚାହେଁ। ତୁମେ ମୋର, କେବଳ ମୋର। ମୋ ହୃଦୟ ପାଗଳଙ୍କ ପରି ସ୍ପନ୍ଦିତ ହେଉଥିଲା। ମୁଁ ତାଙ୍କ ଛାତିରେ ହାତ ରଖିଲି ଏବଂ ବୋଲିଲି, ଶ୍ୱଶୁରଜୀ, ଏହି ନିଆଁ ବହୁତ ତୀବ୍ର। ମୁଁ ଡରୁଛି। ସେ ହସିଲେ ଏବଂ ମୋ ବେକରେ ଓଷ୍ଠ ରଖିଦେଲେ। ତାଙ୍କ ଗରମ ନିଶ୍ୱାସ, ତାଙ୍କ ସ୍ପର୍ଶ, ମୋ ଶରୀର ଜଳିଉଠିଲା। ମୁଁ ତାଙ୍କୁ ଜୋରରେ କୋଳେଇ ନେଲି। ଆମେ ସୋଫା ଉପରେ ପଡ଼ିଗଲୁ। ସେ ମୋ ଉପରେ ଥିଲେ। ତାଙ୍କ ଶକ୍ତ ଶରୀର ମୋ ଶରୀରକୁ ଚାପୁଥିଲା। ତାଙ୍କ ହାତ ମୋ ପିଠିରେ, ଅଣ୍ଟାରେ, ଜଙ୍ଘରେ ବୁଲୁଥିଲା। ମୁଁ ତାଙ୍କ ଗଞ୍ଜି ଟାଣି ଓହ୍ଲାଇଦେଲି। ତାଙ୍କ ଓସାରିଆ ଛାତି, ଶକ୍ତ ମାଂସପେଶୀ ମୋ ସାମ୍ନାରେ ଥିଲା। ମୁଁ ତାଙ୍କ ଛାତିରେ ଓଷ୍ଠ ରଖିଦେଲି। ଆମ ନିଶ୍ୱାସ ମିଶୁଥିଲା। ସେ ମୋ କାନରେ ବୋଲିଲେ, ସିମ୍ରନ୍, ତୁମେ କେତେ କୋମଳ, କେତେ ଗରମ। ମୁଁ ତୁମକୁ କେବେ ଛାଡ଼ିବି ନାହିଁ। ମୁଁ ଆଖି ବୁଜିଦେଲି। ଆମେ ବହୁତ ପାଖକୁ ଆସିଗଲୁ। ବହୁତ ଗଭୀର, ବହୁତ ତୀବ୍ର। ମୁଁ ଚିତ୍କାର କରି କହିଲି, ଶ୍ୱଶୁରଜୀ, ବହୁତ ବଡ଼ ଅଛି ଆପଣଙ୍କର। ଦୟାକରି ଧୀରେ କରନ୍ତୁ, ମୁଁ ମରିଯିବି। ସେ ଅଟକିଲେ ନାହିଁ। ସେ ମୋତେ ଆହୁରି ଜୋରରେ ନିଜ ବାହୁରେ ଜାକିନେଲେ। ଆମେ ବହୁ ସମୟ ଯାଏଁ ଏକ ଅନ୍ୟଠାରେ ହଜିଗଲୁ। ଶରୀରର ନିଆଁ ଚରମ ସୀମାରେ ଥିଲା। ସେହି ମୁହୂର୍ତ୍ତ ଏତେ ତୀବ୍ର ଥିଲା ଯେ ମୋତେ ଲାଗିଲା ମୁଁ ତରଳିଯିବି। ମୋ ଚିତ୍କାର ଧୀରେ ଧୀରେ ସ୍ୱରରେ ବଦଳିଗଲା ଏବଂ ପୁଣି ଆନନ୍ଦର ଶବ୍ଦ ଘରେ ଗୁଞ୍ଜରିତ ହେବାକୁ ଲାଗିଲା। ସେହି ସନ୍ଧ୍ୟା ପରେ ମୁଁ ଏବଂ ଶ୍ୱଶୁରଜୀ ସମ୍ପୂର୍ଣ୍ଣ ଭାବେ ଏକ ଅନ୍ୟର ହୋଇସାରିଥିଲୁ। ରୋହନଙ୍କ ବାହାରେ ରହିବା ସମୟରେ ଆମେ ପ୍ରତି ମୁହୂର୍ତ୍ତ ଏକ ଅନ୍ୟ ପାଇଁ ଜିଉଥିଲୁ। ସକାଳୁ ଉଠୁ ଉଠୁ ଶ୍ୱଶୁରଜୀ ମୋ ଘରକୁ ଆସନ୍ତି। ମୋତେ ବିଛଣାରେ ହିଁ ନିଜର ଶକ୍ତ ବାହୁରେ ଜାକି ନିଅନ୍ତି। ଦିନରେ ଯେବେ ମନ ହୁଏ ରୋଷେଇ ଘରେ, ସୋଫାରେ, ଛାତରେ ଆମେ ପାଖକୁ ଆସିଯାଉ। ତାଙ୍କ ଓସାରିଆ ଛାତି ମୋ ଶରୀର ସହ ଲାଗିଥାଏ। ତାଙ୍କ ଗରମ ନିଶ୍ୱାସ ମୋ ବେକରେ ବାଜେ। ତାଙ୍କ ବାହୁ ମୋ ଅଣ୍ଟାକୁ ଜୋରରେ ଜାକି ଧରିଥାଏ। ମୁଁ ତାଙ୍କ ସ୍ପର୍ଶରେ ହଜିଯାଏ। ସେ ମୋତେ ପାଗଳ କରିଦେଉଥିଲେ। ପ୍ରତ୍ୟେକ ଥର ଯେବେ ଆମେ ବହୁତ ପାଖକୁ ଆସୁ, ମୁଁ ଚିତ୍କାର କରି କହେ, ଶ୍ୱଶୁରଜୀ, ବହୁତ ବଡ଼ ଅଛି ଆପଣଙ୍କର। ଦୟାକରି ଧୀରେ କରନ୍ତୁ, ମୁଁ ମରିଯିବି। କିନ୍ତୁ ଶ୍ୱଶୁରଜୀ ଅଟକୁ ନଥିଲେ। ସେ ମୋତେ ଆହୁରି ଜୋରରେ ନିଜ ବାହୁରେ ଜାକି ନିଅନ୍ତି। ମୋ ଚିତ୍କାର ଧୀରେ ଧୀରେ ସ୍ୱରରେ ବଦଳିଯାଏ ଏବଂ ପୁଣି ଆନନ୍ଦର ଶବ୍ଦ ଘରେ ଗୁଞ୍ଜରିତ ହେବାକୁ ଲାଗେ। ସେହି ରାତିଗୁଡ଼ିକ ଆମ ପାଇଁ ସ୍ୱର୍ଗ ଥିଲା। ମୋର ବର୍ଷ ବର୍ଷର ତୃଷ୍ଣା ଶ୍ୱଶୁରଜୀଙ୍କ ନିଆଁରୁ ଲିଭୁଥିଲା। କିନ୍ତୁ ପ୍ରତ୍ୟେକ ସୁଖ ସହ ଡର ବି ବଢ଼ିବାରେ ଲାଗିଥିଲା। ମୋତେ ଜଣାଥିଲା ଯେ ଏହି ରାତି ଅଧିକ ଦିନ ଲୁଚି ରହିବ ନାହିଁ। ପଡ଼ୋଶୀ, ଚାକରାଣୀ, କାହାର ବି ନଜର ପଡ଼ିପାରେ। ପୁଣି ଗୋଟିଏ ଦିନ
ତାହା ହେଲା ଯାହାର ଡର ଥିଲା। ରୋହନଙ୍କ ଗସ୍ତ ହଠାତ୍ ଶେଷ ହୋଇଗଲା। ସେ 9 ଜଣାଇ ଅପରାହ୍ନରେ ଘରକୁ ଫେରିଆସିଲେ। ମୁଁ ଏବଂ ଶ୍ୱଶୁରଜୀ ସେହି ସମୟରେ ମୋ ଘରେ ଥିଲୁ। ଶ୍ୱଶୁରଜୀ ମୋତେ ନିଜ ବାହୁରେ ଧରିଥିଲେ। ଆମେ ବହୁତ ପାଖରେ ଥିଲୁ। ବହୁତ ଗଭୀର। ଦ୍ୱାର ଖୋଲିଗଲା ଏବଂ ରୋହନ ଭିତରକୁ ଆସିଗଲେ। ସବୁକିଛି ଅଟକିଗଲା ପରି ଲାଗିଲା। ରୋହନଙ୍କ ଆଖି ପ୍ରଥମେ ଆଶ୍ଚର୍ଯ୍ୟରେ ଓସାରିଆ ହୋଇଗଲା, ପୁଣି ଯନ୍ତ୍ରଣାରେ ଭରିଗଲା, ପୁଣି ରାଗରେ ଲାଲ ହୋଇଗଲା। ସେ ନୀରବରେ ମୁଣି ରଖି ବାହାରକୁ ଚାଲିଗଲେ। ଘରେ ନୀରବତା ଛାଇଗଲା। ମୁଁ କାନ୍ଦି କାନ୍ଦି ଶ୍ୱଶୁରଜୀଙ୍କଠାରୁ ଅଲଗା ହେଲି। କପଡ଼ା ଠିକ୍ କଲି ଏବଂ ରୋହନଙ୍କ ପଛରେ ଦୌଡ଼ିଲି। ସେ ବସିବା ଘରେ ବସିଥିଲେ। ମୁଣ୍ଡ ହାତରେ ଧରି ମୁଁ ତାଙ୍କ ଗୋଡ଼ ତଳେ ପଡ଼ିଗଲି ଏବଂ କାନ୍ଦି କାନ୍ଦି ବୋଲିଲି, ରୋହନ, କ୍ଷମା କରିଦିଅ। ମୁଁ ଦୁର୍ବଳ ହୋଇପଡ଼ିଲି। ତୁମେ ସବୁବେଳେ ବାହାରେ ରହୁଥିଲ। ମୁଁ ଏକାକୀ ଥିଲି। ଶ୍ୱଶୁରଜୀ ସେହି ଶୂନ୍ୟତା ପୂରଣ କରିଦେଲେ। କିନ୍ତୁ ମୁଁ ତୁମକୁ ଭଲ ପାଏ। ଶ୍ୱଶୁରଜୀ ବି ତଳକୁ ଆସିଲେ। ତାଙ୍କ ଆଖି ଓଦା ଥିଲା। ସେ ରୋହନଙ୍କ ସାମ୍ନାରେ ଠିଆ ହୋଇଗଲେ ଏବଂ ବୋଲିଲେ, ପୁଅ ଭୁଲ ମୋର। ମୁଁ ବହୁର ଦୁର୍ବଳତାର ସୁଯୋଗ ନେଲି। ରୋହନ ଦୀର୍ଘ ନିଶ୍ୱାସ ନେଲେ। ତାଙ୍କ ସ୍ୱରରେ ଯନ୍ତ୍ରଣା ଥିଲା। ବୋଲିଲେ, ସିମରନ, ବାପା, ମୁଁ ତୁମ ଦୁହିଁଙ୍କ ଉପରେ ବିଶ୍ୱାସ କରିଥିଲି। ଏହି ଘର ଆମର ଥିଲା। କିନ୍ତୁ ଏବେ ଏହି ବିଶ୍ୱାସ ଭାଙ୍ଗିଯାଇଛି। ସେହି ରାତିରେ କେହି ଶୋଇଲେ ନାହିଁ। ଘରେ ନୀରବତା ଥିଲା। କେବଳ ମୋ କାନ୍ଦିବାର ଶବ୍ଦ ଗୁଞ୍ଜରିତ ହେଉଥିଲା। ସେହି ଦିନ ପରେ ଘରେ ଭାରି ନୀରବତା ଛାଇଗଲା। ରୋହନ ଆମକୁ କିଛି କହିଲେ ନାହିଁ। ସେ ନିଜ ମୁଣି ନେଇ ଭୋଜନାଳୟ ପାନ୍ଥଶାଳାକୁ ଚାଲିଗଲେ। ମୁଁ ଏବଂ ଶ୍ୱଶୁରଜୀ ଅଲଗା ଅଲଗା ଘରେ ବନ୍ଦ ହୋଇ କାନ୍ଦୁଥିଲୁ। ମୋତେ ନିଜ ଉପରେ ରାଗ ଥିଲା, ଲାଜ ଥିଲା। କିନ୍ତୁ ଶ୍ୱଶୁରଜୀଙ୍କ ସ୍ମୃତି ବି ବାରମ୍ବାର ଆସୁଥିଲା। ତାଙ୍କ ଶକ୍ତ ବାହୁ, ତାଙ୍କ ଓସାରିଆ ଛାତି, ତାଙ୍କ ଗରମ ନିଶ୍ୱାସ, ସେହି ରାତିଗୁଡ଼ିକ ସବୁକିଛି ହୃଦୟରେ ଜଳୁଥିଲା। 3 ଦିନ ପରେ ରୋହନ ଫେରିଲେ। ତାଙ୍କ ମୁହଁ ପଥର ପରି ଥିଲା। ସେ ଆମକୁ ଡାକିଲେ ଏବଂ ବୋଲିଲେ, ସିମରନ, ବାପା, ମୁଁ ପୂରା ରାତି ଭାବିଲି, ମୁଁ ତୁମ ଦୁହିଁଙ୍କୁ ହରାଇବାକୁ ଚାହୁଁନାହିଁ। ବାପା ମୋର ବାପା, ସିମରନ ମୋ ସ୍ତ୍ରୀ। କିନ୍ତୁ ଯାହା ହେଲା ତାହା ବିଶ୍ୱାସ ଭାଙ୍ଗି ସାରିଛି। ମୁଁ ତୁମକୁ କ୍ଷମା କରିପାରେ କିନ୍ତୁ ଭୁଲିପାରିବି ନାହିଁ। ମୁଁ କାନ୍ଦି ପକାଇଲି। ଗୋଡ଼ିଆରେ ବସିପଡ଼ିଲି ଏବଂ ବୋଲିଲି, ରୋହନ, କ୍ଷମା କରିଦିଅ। ମୁଁ ଦୁର୍ବଳ ହୋଇପଡ଼ିଥିଲି। ତୁମେ ସବୁବେଳେ ବାହାରେ ରହୁଥିଲ। ମୁଁ ଏକାକୀ ଥିଲି। ଶ୍ୱଶୁରଜୀ ସେହି ତୃଷ୍ଣା ଲିଭାଇଲେ ଯାହା ବର୍ଷ ବର୍ଷରୁ ଜଳୁଥିଲା। କିନ୍ତୁ ମୁଁ ତୁମକୁ ଭଲ ପାଏ। ତାହା କେବଳ ଶରୀରର ଭୋକ ଥିଲା। ହୃଦୟରୁ ମୁଁ ତୁମର। ଶ୍ୱଶୁରଜୀ ବି ଆଗକୁ ଆସିଲେ। ତାଙ୍କ ଆଖି ଓଦା ଥିଲା। ବୋଲିଲେ, ପୁଅ ଭୁଲ ମୋର। ମୁଁ ବୋହୂର ଦୁର୍ବଳତାର ସୁଯୋଗ ନେଲି। ଯଦି ତୁମେ ଚାହୁଁ ତ ମୁଁ ଘର ଛାଡ଼ିଦେବି। ରୋହନ ଦୀର୍ଘ ନିଶ୍ୱାସ ନେଲେ। ପୁଣି ବୋଲିଲେ, ନାହିଁ ବାପା, ଆପଣ କୁଆଡ଼େ ଯିବେ ନାହିଁ। ଏହି ଘର ଆମ 3 ଜଣଙ୍କର। କିନ୍ତୁ ଏବେ ସବୁକିଛି ବଦଳାଇବାକୁ ହେବ। ସିମରନ, ମୁଁ ମୋ ଚାକିରିରେ ପରିବର୍ତ୍ତନ କରିବି। ଏବେ ମୁଁ ଅଧିକ ଘରେ ରହିବି। ମୁଁ ତୁମକୁ ସେହି ସବୁ ଭଲ ପାଇବା, ସେହି ସବୁ ଉଷ୍ମତା ଦେବି ଯାହାର ପୂର୍ବରୁ ଅଭାବ ଥିଲା। ଏବଂ ବାପା, ଆମେ 3 ଜଣ ମିଶି ଏହି ଘର ପୁଣି ଗଢ଼ିବୁ। କିନ୍ତୁ ତୁମ ଦୁହିଁଙ୍କ ଭିତରେ ଯାହା ହେଲା ତାହା କେବେ ପୁନର୍ବାର ହେବା କଥା ନୁହେଁ। ଆମେ 3 ଜଣ ନୀରବ ରହିଲୁ। ପୁଣି ରୋହନ ମୋତେ କୋଳେଇ ନେଲେ। ତାଙ୍କ କୋଳରେ ମୋତେ ପୁଣି ସେହି ପୁରୁଣା ଶାନ୍ତି ମିଳିଲା। ଶ୍ୱଶୁରଜୀ ନୀରବରେ ଉପରକୁ ଚାଲିଗଲେ। ଆଗାମୀ କିଛି ମାସ ବହୁତ କଷ୍ଟକର ଥିଲା। ଶ୍ୱଶୁରଜୀ ଘରେ ହିଁ ରହିଲେ। କିନ୍ତୁ ଆମେ 2 ଜଣ ଏକ ଅନ୍ୟଠାରୁ ପୂରା ଦୂରତା ବନାଇନେଲୁ। ନଜର ମିଶିଲେ ହୃଦୟ ସ୍ପନ୍ଦିତ ହୋଇଯାଉଥିଲା, କିନ୍ତୁ ଆମେ ମୁହଁ ଫେରାଇ ନେଉଥିଲୁ। ରୋହନ ଏବେ ସତରେ ବଦଳି ଯାଇଥିଲେ। ସେ ପୂର୍ବ ପରି ବିଦେଶ ଗସ୍ତ କମ୍ କରିବାକୁ ଲାଗିଲେ। ରାତିଗୁଡ଼ିକ ପୁଣି ଆମର ହୋଇଗଲା। ରୋହନ ମୋତେ ସେହି ସବୁ ଜୋଶ, ସେହି ସବୁ ଉଷ୍ମତା ଦେଲେ ଯାହାର ପୂର୍ବରୁ ଅଭାବ ଥିଲା। ଆମ ସମ୍ପର୍କ ପୂର୍ବଠାରୁ ଅଧିକ ଶକ୍ତ ହୋଇଗଲା। ମୁଁ ଚେଷ୍ଟା କଲି ଯେ ଶ୍ୱଶୁରଜୀଙ୍କୁ ଭୁଲିଯାଏ, କିନ୍ତୁ ସମ୍ପୂର୍ଣ୍ଣ ଭାବେ ଭୁଲିପାରିଲି ନାହିଁ। ଗୋଟିଏ ଦିନ ଶ୍ୱଶୁରଜୀ ମୋ ସହ ଏକାନ୍ତରେ କଥା ହେଲେ। ବୋଲିଲେ, ବୋହୂ, ମୁଁ ଯାଉଛି। ଗାଁରେ ମୋର ପୁରୁଣା ଘର ଅଛି। ସେଠାରେ ରହିବି। ରୋହନଙ୍କୁ ଖୁସି ରଖିବ। କିନ୍ତୁ ମନେ ରଖିବ, ତୁମେ ମୋ ହୃଦୟରେ ସବୁବେଳେ ରହିବ। ସେହି ରାତିଗୁଡ଼ିକ, ସେହି ଉଷ୍ମତା ମୁଁ କେବେ ଭୁଲିବି ନାହିଁ। ମୁଁ କାନ୍ଦି ପକାଇଲି। ତାଙ୍କୁ ଶେଷ ଥର କୋଳେଇ ନେଲି। ବୋଲିଲି, ଶ୍ୱଶୁରଜୀ, ଆପଣ ବି ଖୁସିରେ ରୁହନ୍ତୁ। ସେସବୁ ଗୋଟିଏ ସ୍ୱପ୍ନ ଥିଲା ଯାହା ଶେଷ ହୋଇଗଲା। ଶ୍ୱଶୁରଜୀ ଚାଲିଗଲେ। ଏବେ ଘରେ କେବଳ ମୁଁ ଏବଂ ରୋହନ ଅଛୁ। ଆମ ସମ୍ପର୍କ ପୂର୍ବଠାରୁ ଆହୁରି ଅଧିକ ଗଭୀର ଏବଂ ଗରମ ହୋଇଯାଇଛି। ରୋହନ ମୋତେ ସେହି ସବୁ ଭଲ ପାଇବା ଦିଅନ୍ତି ଯାହାର ପୂର୍ବରୁ ଅଭାବ ଥିଲା। କିନ୍ତୁ ଆଜି ବି ଯେବେ ରାତିରେ ଏକାକୀ ଥାଏ, ଶ୍ୱଶୁରଜୀଙ୍କ ସେହି ଶକ୍ତ ବାହୁ, ସେହି ଓସାରିଆ ଛାତି, ସେହି ତୀବ୍ର ନିଶ୍ୱାସ ମନେପଡ଼େ।
ହୃଦୟରେ ଏକ ମିଠା ଯନ୍ତ୍ରଣା ଉଠେ। ମୁଁ ହସି ଆଖି ବୁଜିନିଏ। ହୁଏତ ତାହା ଭଲ ପାଇବା ଥିଲା। ହୁଏତ କେବଳ ଶରୀରର ତୃଷ୍ଣା, କିନ୍ତୁ ସେହି ରହସ୍ୟ, ସେହି ନିଆଁ ମୋ ଭିତରେ କେଉଁଠି ନା କେଉଁଠି ଆଜି ବି ଜଳୁଛି। ଏହା ଥିଲା ମୋର ପୂରା କାହାଣୀ। ମୁଁ ସିମ୍ରନ୍, ଏବଂ ଏହା ମୋର ସେହି ରହସ୍ୟ ଥିଲା ଯାହା ମୁଁ କେବଳ ତୁମ ସହ ବାଣ୍ଟିଲି।